ନମସ୍କାର। ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଆପଣମାନଙ୍କୁ କର୍ପୂର ବିଷୟରେ କହିବି। ବିଶେଷ କରି ଭୀମସେନୀ କର୍ପୂରର ଔଷଧୀୟ ଗୁଣ ବିଷୟରେ ଆଜି ଆମେ ଜାଣିବା। କିଭଳି ଭାବରେ ଆମେ ତାକୁ ଖାଇପାରିବା ଏବଂ ଲଗାଇ ପାରିବା, ଯାଦ୍ୱାରା ଆମର ଅନେକ ଗୁଡ଼ିଏ ରୋଗ ଦୂର ହୋଇପାରିବ। ଏହା ସହିତ ଗ୍ରହ ଦୋଷ ଏବଂ ଘରର ବାସ୍ତୁ ସମସ୍ୟା ପାଇଁ ଏହାକୁ ଆମେ କିଭଳି ଭାବରେ ବ୍ୟବହାର କରିପାରିବା, ସେ ବିଷୟରେ ବି ଆମେ ଆଜି ଜାଣିବା। ତା ଆଗରୁ ଆପଣମାନଙ୍କୁ ଅନୁରୋଧ, ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ। କର୍ପୂରର ମୁଖ୍ୟ ବ୍ୟବହାର। ବାୟୁକୁ ବିଶୁଦ୍ଧିକରଣ କରିବାରେ ଏହାକୁ ବ୍ୟବହାର କରାଯାଏ। ଏହା ଏକ ଭୋଲାଟାଇଲ୍ ସବଷ୍ଟାନ୍ସ ହେଇଥିବାରୁ ଖୁବ୍ ଶୀଘ୍ର ପବନରେ ମିଳେଇ ଯାଇଥାଏ ଏବଂ ଏହାର ଆଣ୍ଟିଫଙ୍ଗଲ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଭାଇରାଲ ଗୁଣ ଥିବାରୁ ଏହା ବାୟୁମଣ୍ଡଳରୁ ଜୀବାଣୁଗୁଡ଼ିକୁ ନଷ୍ଟ କରିବା ସହିତ ଦୁର୍ଗନ୍ଧ ଦୂର କରିଥାଏ। ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ, ଶରୀରକୁ ପରିଷ୍କାର କରିଥାଏ, ମଶାଙ୍କୁ ଦୂରେଇବାରେ ବା ମସ୍କିଟୋ ରିପେଲାଣ୍ଟ ଭାବରେ ଏହା କାମ କରିଥାଏ। ଏହାକୁ ଜାଳିବା ଏବଂ ଶରୀରରେ ତେଲ ସହ ମିଶାଇ ଏହାକୁ ଲଗାଇବା ଦ୍ୱାରା ମଶା ପାଖ ମାଡ଼ି ନଥାନ୍ତି। ବିଭିନ୍ନ ପ୍ରକାର କଫ ସମସ୍ୟାରେ କଫକୁ କାଟିବା ଏବଂ ନିଷ୍କାସନ କରିବା ସହିତ ଶ୍ୱାସ ରୋଗ, ଚର୍ମ ରୋଗ ଏବଂ କୀଟ ଦଂଶନରେ ମଧ୍ୟ ଏହା ଉପଯୋଗୀ। ଏହା ଶୀତଳ ପ୍ରକୃତିର ଏବଂ ତୀକ୍ଷ୍ଣ ସ୍ୱାଦଯୁକ୍ତ। ବାତ, ପିତ୍ତ ଓ କଫ ତିନୋଟି ଯାକକୁ ଏହା ନିୟନ୍ତ୍ରଣ ରଖିଥାଏ। ଏହା ସ୍ନାୟୁତନ୍ତ୍ର ଓ ରକ୍ତନଳୀ ଉପରେ ମୁଖ୍ୟତଃ କାର୍ଯ୍ୟ କରିଥାଏ। କର୍ପୂର କଣ ଏବଂ କେମିତି ତିଆରି ହୁଏ? ବଜାରରେ ବିଭିନ୍ନ ପ୍ରକାରର କର୍ପୂର ଉପଲବ୍ଧ, ଯେଗୁଡ଼ାକ କି ସିନ୍ଥେଟିକାଲି ତିଆରି କରାଯାଉଛି, କିନ୍ତୁ ମୁଖ୍ୟ ହେଉଛି ଭୀମସେନୀ କର୍ପୂର, ଯାହାକି ଗଛରୁ ତିଆରି ହେଉଛି, ଶୁଦ୍ଧ ଏବଂ ପରିଷ୍କାର। ଏହା ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ଖାଦ୍ୟଯୋଗ୍ୟ। କର୍ପୂର ଗଛ ବା ଯାହାକୁ ସିନାମୋମମ୍ କ୍ୟାମ୍ଫରା, ଯାହାକି ଏକ ଇଣ୍ଡିଆନ ବା ଏସିଆନ ଭେରାଇଟି, ତାର କାଠକୁ ପାତନ ପ୍ରଣାଳୀରେ ବା ଡିଷ୍ଟିଲେସନ ଏବଂ କ୍ରିଷ୍ଟାଲାଇଜେସନ ପ୍ରଣାଳୀରେ କର୍ପୂର ତିଆରିରେ ବ୍ୟବହାର କରାଯାଏ। ଆଉ ଏକ ଭେରାଇଟି ମଧ୍ୟ ରହୁଛି ଡ୍ରାୟୋବାଲାନୋପ୍ସ ଆରୋମାଟିକା, ଯାହାକି ସୁମାତ୍ରାର କ୍ୟାମ୍ଫର ଗଛର ଭେରାଇଟି। ତାର ଅଠାରୁ ମଧ୍ୟ ବା ଲାଟେକ୍ସରୁ ମଧ୍ୟ କର୍ପୂର ବାହାର କରାଯାଇଥାଏ। ଏ ଉଭୟ ଖାଦ୍ୟଯୋଗ୍ୟ, କିନ୍ତୁ କେବଳ ଔଷଧ ରୂପେ ଏହାକୁ ବ୍ୟବହାର କରାଯାଏ। ମନେ ରଖନ୍ତୁ, କର୍ପୂର ଏକ ଔଷଧ, ଏହା ଖାଦ୍ୟ ନୁହେଁ। এই ଯେଉଁ ଭୀମସେନୀ କର୍ପୂର ବା ଯାହାକୁ ଏଡିବୁଲ କ୍ୟାମ୍ଫର ବୋଲି ଆମେ କହୁଛେ, ଅଳ୍ପ ମାତ୍ରାରେ ମାତ୍ର 250 ମିଲିଗ୍ରାମ ମାତ୍ରାରେ ଅଳ୍ପ କିଛି ଦିନ ପାଇଁ ଆପଣ ନିଜର ରୋଗ ଅନୁସାରେ ଖାଇପାରିବେ। ଅଧିକ ମାତ୍ରାରେ ସେବନ ଶରୀର ପାଇଁ ବିଷାକ୍ତ ବା କ୍ଷତିକାରୀ ଅଟେ। କେବେ ମଧ୍ୟ ନିଜେ ମନେ ମନେ ଚିକିତ୍ସକଙ୍କର ବିନା ପରାମର୍ଶରେ ଏହାକୁ ଖାଆନ୍ତୁ ନାହିଁ। ଆସନ୍ତୁ ଜାଣିବା ଭୀମସେନୀ କର୍ପୂର ବା ଶୁଦ୍ଧ କର୍ପୂର, ଯାହାକି ଏଡିବୁଲ, ତାର ଔଷଧୀୟ ଗୁଣ ବିଷୟରେ। ଖରାଦିନେ ଅଧିକ ଶୋଷ ଲାଗୁଥିଲେ, ବାରମ୍ବାର ପେଟ ଗରମ ଲାଗୁଥିଲେ, ଦେହ ହାତ ଜଳାପୋଡ଼ା ଏବଂ ଅତ୍ୟଧିକ ଝାଳ ବାହାରିବା ଏଭଳି ସମସ୍ୟା ଥିଲେ, ଆଖି ପୋଡ଼ୁଥିଲେ, ଗୋଟିଏ ଚୁଟକି କର୍ପୂର ସକାଳେ ଓ ସନ୍ଧ୍ୟାରେ 7 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। କର୍ପୂର ଖଣ୍ଡ ରୁମାଲରେ ପୁରାଇ ତାକୁ ଶୁଙ୍ଘିଲେ ଥଣ୍ଡା, ବନ୍ଦ ନାକ, ଶ୍ୱାସ ସମସ୍ୟା ଏବଂ ମୁଣ୍ଡ ବ୍ୟଥା ଆଦି ସମସ୍ୟାରେ ଉପଶମ ମିଳେ। ସେହିଭଳି ସୋରିଷ ତେଲ ବୋତଲରେ କର୍ପୂର ଖଣ୍ଡ ମିଶାଇ ତାକୁ ହାଲକା ଉଷୁମ କରନ୍ତୁ ଏବଂ ଗଳା ଓ ଛାତିରେ ମାଲିସ କରିବା ଦ୍ୱାରା କଫ କମିଥାଏ। ଯଷ୍ଟିମଧୁ ବା ମୁଲେଠି ଏବଂ କର୍ପୂର ଖଣ୍ଡ ଏକତ୍ର ମିଶାଇ ଚୋବାଇଲେ କାଶ କଫ ଦୂର ହୋଇଥାଏ। ଯାଦୁ, କାଛୁ, କୁଣ୍ଡିଆ ଏବଂ ଅନ୍ୟାନ୍ୟ ଚର୍ମ ରୋଗରେ କର୍ପୂର ଓ ନଡ଼ିଆ ତେଲ ମିଶାଇ ଲଗାଇଲେ ଚର୍ମ ରୋଗ ଦୂର ହୁଏ। ଆଣ୍ଠୁଗଣ୍ଠି ଦରଜ ବା ସମସ୍ୟାରେ କର୍ପୂର ତେଲ ଲଗାଇଲେ ଦରଜ କମିଥାଏ। ପିଲାମାନଙ୍କର ପେଟରେ କୃମି ହେଉଥିଲେ ଗୋଟିଏ ଚୁଟକି କର୍ପୂର 1 ଗ୍ରାମ ଗୁଡ଼ ମିଶାଇ କ୍ଷୀର ସହ ବା ଉଷୁମ ପାଣି ସହ ରାତ୍ରିରେ ଶୋଇବା ପୂର୍ବରୁ ପିଇବାକୁ ଦିଅନ୍ତୁ। ପାଦ ଯଦି ବାରମ୍ବାର ଫାଟୁଛି, ନଡ଼ିଆ ତେଲ କିମ୍ବା ଘିଅ ସହିତ କର୍ପୂର ମିଶାଇ ଲଗାଇ ପାରିବେ। କଦଳୀ ସହିତ ଗୋଟିଏ ଛୋଟ ବୁଟ ଦାନା ମାପର କର୍ପୂର ମିଶାଇ ଦିନକୁ 2 ଥର ଖାଇଲେ ଭଗନ୍ଦର ଭଳି ସମସ୍ୟା ଦୂର ହୋଇଥାଏ। ପେଟରେ ଯଦି ଅମ୍ଳପିତ୍ତ ବା ଏସିଡିଟି ହେଉଛି, ଗ୍ୟାସ୍ ହେଉଛି, ତାହେଲେ କର୍ପୂର, ଜୁଆଣି, ପାନମଧୁରୀ ଓ ପୋଦିନା ଏସବୁ ମିଶାଇ ସରବତ କରି ପିଇଲେ ଆରାମ ମିଳିଥାଏ। ଏହାକୁ ଅମୃତ ଧାରା ବୋଲି କହନ୍ତି।
ରାଶି ତେଲ ଓ କର୍ପୂର ମିଶାଇ ଲଗାଇଲେ ମାଂସପେଶୀ ଯନ୍ତ୍ରଣା, ନିମ୍ନ ରକ୍ତଚାପ ସମସ୍ୟା ଓ ଦୁର୍ବଳତା ଦୂର ହୁଏ। କେଶର ବିଭିନ୍ନ ସମସ୍ୟା ଯେଉଁଭଳି କି ରୁପି, ଉକୁଣି ଏବଂ କେଶ ଝଡ଼ିବା ଆଦିରେ ନଡ଼ିଆ ତେଲ ଏବଂ କର୍ପୂରର ମିଶ୍ରଣ ପ୍ରୟୋଗ କଲେ ନିଶ୍ଚିନ୍ତ ଭାବରେ ଏହି ସମସ୍ୟା ଦୂର ହୋଇଥାଏ। ନପୁଂସକତା ବା ଲିଙ୍ଗ ଶିଥିଳତା ସମସ୍ୟାରେ କର୍ପୂର ଚୂର୍ଣ୍ଣ ଦେଶୀ ଗାଈ ଘିଅରେ ମିଶାଇ ରାତ୍ରିରେ ଲେପନ କରିପାରିବେ। ଘରୁ ମାଛି, ମଶା ଏବଂ ଓଡ଼ଶ ଦୂର କରିବାରେ ଏହା ବ୍ୟବହାର କରାଯାଇଥାଏ। ବଜାରରେ କ୍ୟାମ୍ଫର ଡିଫ୍ୟୁଜର ମିଳୁଛି, ମେସିନ୍ ମିଳୁଛି। ଏହାକୁ ଆପଣ ବ୍ୟବହାର କରିପାରିବେ କିମ୍ବା ଘରେ କର୍ପୂରକୁ ଜାଳିପାରିବେ। କୌଣସି ଛୋଟ ପୋକ କାମୁଡ଼ିଲେ ସେ ଜାଗାରେ କର୍ପୂର ତେଲ ବ୍ୟବହାର କଲେ ବିଷ ନଷ୍ଟ ହୋଇଯାଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଡାଳଚିନି, ଲବଙ୍ଗ, କର୍ପୂର ଗୁଣ୍ଡ ଏବଂ ସୋରିଷ ତେଲ ମିଶାଇ ଦନ୍ତମଞ୍ଜନ ରୂପେ ବ୍ୟବହାର କରିପାରିବେ। ମାନସିକ ଶାନ୍ତି ଓ ମସ୍ତିଷ୍କର ସ୍ନାୟୁ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ କର୍ପୂରାଦି ତୈଳ ଅତ୍ୟନ୍ତ ଉତ୍ତମ ଅଟେ, ଯାହାର ମାଲିସ ଦ୍ୱାରା ମସ୍ତିଷ୍କ ଏବଂ ତାର ସ୍ନାୟୁତନ୍ତ୍ର ସୁଦୃଢ଼ ରହିଥାଏ। ବ୍ରଣ ଦାଗ, ହାଡ଼ଫୁଟି ଦାଗ ଏବଂ ଚର୍ମ ଜଳି ଯାଇଥିଲେ ସେଥିରେ ଯେଉଁ ମୃତ ଚର୍ମ କୋଶିକା ବା ଡେଡ୍ ସେଲ୍ ତିଆରି ହୋଇଥାଏ ସେଗୁଡ଼ିକୁ ଦୂର କରିବା ପାଇଁ ନଡ଼ିଆ ତେଲ ଏବଂ କର୍ପୂରର ମିଶ୍ରଣ ଉପଯୋଗୀ ଅଟେ। ଏବେ ଦେଖିବା ବିଭିନ୍ନ ପ୍ରକାରର ଗ୍ରହ ଦୋଷ ନିବାରଣ ଏବଂ ବାସ୍ତୁ ସମସ୍ୟା ଦୂରୀକରଣ ପାଇଁ କର୍ପୂରକୁ କିଭଳି ଭାବରେ ବ୍ୟବହାର କରିହେବ। ବଜାରରେ ବିଭିନ୍ନ ପ୍ରକାର ସିନ୍ଥେଟିକ୍ କମ୍ପାଉଣ୍ଡ ଯୁକ୍ତ ଆଳତି କର୍ପୂର ବା ଶ୍ରୀକର୍ପୂର ମିଳୁଛି। ତାକୁ ବ୍ୟବହାର ନ କରି ଶୁଦ୍ଧ ଭୀମସେନୀ କର୍ପୂର ବ୍ୟବହାର କରନ୍ତୁ। ଘରର ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଗୋଟିଏ ଛୋଟ ପାତ୍ରରେ କିଛି କର୍ପୂର ଖଣ୍ଡ ନେଇ ଘରର ବିଭିନ୍ନ ସ୍ଥାନରେ ଆପଣମାନେ ରଖିପାରିବେ। କର୍ପୂର, ଗୁଗୁଳ ଏବଂ 2ଟି ଲବଙ୍ଗ ଜାଳି ଆଳତି ଦେଲେ ଘରର ବାତାବରଣ ଶୁଦ୍ଧ ହୁଏ ଏବଂ ବାସ୍ତୁ ସମସ୍ୟା କିଛିକାଂଶରେ ଦୂର ହୁଏ। ନିଜ ପକେଟ ବା ପର୍ସରେ ଛୋଟ କର୍ପୂର ଖଣ୍ଡଟିଏ ରଖିଲେ ଗ୍ରହ ଦୋଷ ନିବାରଣ ହୋଇଥାଏ, କାରଣ ଏହା ସିଧାସଳଖ ଶୁକ୍ର ଗ୍ରହଙ୍କ ସହିତ ଜଡ଼ିତ ଏବଂ ଶରୀରର ଆଭାମଣ୍ଡଳ ବା ଅଉରା ପରିଷ୍କାର ହୋଇଥାଏ। ସ୍ନାନ ଜଳରେ କର୍ପୂର ଚୂର୍ଣ୍ଣ ମିଶାଇ ଗାଧେଇଲେ ତଥା କର୍ପୂରର ଆଳତି ଗ୍ରହଣ କଲେ ନଜର ଦୋଷ, ଗ୍ରହ ପୀଡ଼ା ଇତ୍ୟାଦି ଦୂର ହୁଏ। ବଜାରରେ କର୍ପୂରରୁ ତିଆରି ବା କର୍ପୂର ମିଶ୍ରିତ ଅନେକ ଗୁଡ଼ିଏ ଔଷଧ ଆୟୁର୍ବେଦିକ ଏବଂ ହୋମିଓପାଥିକ ଫର୍ମରେ ଉପଲବ୍ଧ ଅଟେ, ଯେମିତିକି କର୍ପୂରାଦି ବଟି, ଯାହାକି ବିଭିନ୍ନ ପ୍ରକାର ମୁଖ ଓ ଗଳା ରୋଗରେ ବ୍ୟବହାର୍ଯ୍ୟ, କର୍ପୂରାଦି ତୈଳ, କୋଲେରାଜୋଲ ଡ୍ରପ୍ସ, ଯେଉଁଥିରେ କର୍ପୂର ରହିଛି। ଏହା ଏକ ହୋମିଓପାଥିକ ମେଡିସିନ, ଯାହାକି ବିଭିନ୍ନ ପ୍ରକାର ପେଟଜନିତ ସମସ୍ୟାରେ ବ୍ୟବହାର କରାଯାଏ। ଏହାକୁ ଇନସେକ୍ଟ ବାଇଟ୍ ବା କୀଟ ଦଂଶନରେ ମଧ୍ୟ ଆପଣ ଲଗାଇ ପାରିବେ। ଏହାଛଡ଼ା ହୋମିଓପାଥିରେ କର୍ପୂରରୁ ତିଆରି କ୍ୟାମ୍ଫୋରା ମେଡିସିନ ରହିଛି, ଯାହା ବିଭିନ୍ନ ପ୍ରକାର ସମସ୍ୟାରେ ଉପଯୋଗୀ। ଉପଯୁକ୍ତ ଚିକିତ୍ସକଙ୍କର ପରାମର୍ଶରେ ଆପଣ ଏସବୁ ଔଷଧର ଲାଭ ଉଠାଇ ପାରିବେ। ଆଶା କରୁଛି କର୍ପୂର ବିଷୟରେ, ମୁଖ୍ୟତଃ ଭୀମସେନୀ କର୍ପୂର ବିଷୟରେ ଯେଉଁ ଔଷଧୀୟ ଗୁଣଗୁଡ଼ିକର ବିବରଣୀ ଆପଣମାନଙ୍କୁ ଦେଲି, ନିଶ୍ଚିନ୍ତ ଭାବରେ ଆପଣମାନଙ୍କର କାମରେ ଆସିବ। ପୁଣି ଆସିବି ଏଭଳି ସ୍ୱାସ୍ଥ୍ୟଜନିତ ଅନେକ ଗୁଡ଼ିଏ ଭିଡ଼ିଓ ନେଇ ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।